Dear students and viewers, welcome to new English classes by Akinshare. Dear students, ଆଜି ଆମେ ଓଡ଼ିଶା ପ୍ଲସ୍ ଟୁ ବୋର୍ଡ଼ର ପ୍ଲସ୍ ଟୁ ସେକେଣ୍ଡ ଇୟର ପିଲାଙ୍କର ଯାହାକି ବୋର୍ଡ଼ ଏକ୍ଜାମରେ ଆସୁଛି ଡିକ୍ସନାରୀ ସ୍କିଲ୍, ସେ ଡିକ୍ସନାରୀ ସ୍କିଲ୍ ପାଇଁ ଗୋଟେ ୱାର୍ଡ଼ ପ୍ଲେ ୱାର୍ଡ଼ଟିର ଡିକ୍ସନାରୀ ସ୍କିଲ୍ ମେଣ୍ଟେନ୍ କରିବାକୁ ଯାଉଛେ। ତ ୱାର୍ଡ଼ଟି ହେଉଛି ଇଂଲିଶ ୱାର୍ଡ଼ ପ୍ଲେ। ବାରମ୍ବାର ତୁମମାନଙ୍କୁ କହିଛି ଡିୟର ଷ୍ଟୁଡେଣ୍ଟ ଯେ ଯେତେବେଳେ ଆମେ କୌଣସି ଡିକ୍ସନାରୀ ୱାର୍ଡ଼ଟି କରିବାକୁ ଯାଉଛେ ପ୍ରଥମ କାମ ହେଲା କି ଆମେ ଦିଆଯାଇଥିବା ସେଇ ୱାର୍ଡ଼ର ଯେଉଁ ପାଞ୍ଚଟି ମିନିଂ ଦିଆଯାଉଛି ସେ ପାଞ୍ଚଟି ୱାର୍ଡ଼ର ମିନିଂ ପ୍ରଥମେ ବୁଝିବାକୁ ଚେଷ୍ଟା କରିବା। ଯଦି ମିନିଂଟି ଠିକ୍ରେ ବୁଝିପାରିଲେ ତାହେଲେ ଆମେ ଭଲ ଭାବେ ଜାଣିପାରିବା କି ଯେ ଯେଉଁ ପାଞ୍ଚଟି ସେଣ୍ଟେନ୍ସ ମଧ୍ୟ ଦିଆଯାଉଛି ସେଇ ପାଞ୍ଚଟି ସେଣ୍ଟେନ୍ସ ଗୁଡ଼ିକରେ ଆମର ଏକ୍ଜାକ୍ଟଲି ତାର ମିନିଂ ଗୁଡ଼ା ମଧ୍ୟ ବ୍ୟବହାର କରାଯାଇଛି। ଆମେ ତାକୁ ସହଜରେ ଜାଣିପାରିବା। ପ୍ରଥମେ ଯେଉଁ ପାଞ୍ଚଟି ମିନିଂ ଦେଇଛି ଆମେ ଦେଖିନେବା ଯେଉଁ ପାଞ୍ଚଟି ମିନିଂ ମଧ୍ୟ ଦେଇଛି। ଦେଖିବା ୱାର୍ଡ଼ ପ୍ଲେର ପାଞ୍ଚଟି ଯାକ ମିନିଂ କ'ଣ ରଖିଛି ଆକର୍ଡିଂଲି ଆମେ ତାକୁ ମ୍ୟାଚ୍ କରିବା ସେଣ୍ଟେନ୍ସ ମାନଙ୍କ ସହିତ। କିନ୍ତୁ ତା ପୂର୍ବରୁ ଆମେ ପ୍ରଥମେ ଦିଆଯାଇଥିବା ମିନିଂ ଗୁଡ଼ିକ ଟିକେ ଜାଣି ନେଇଯିବା। ଆଇରେ ମିନିଂ ଦେଇଛି ଟେକ୍ ପାର୍ଟ ଇନ୍ ସ୍ପୋର୍ଟ ଅର୍ ଗେମ୍, କୌଣସି ସ୍ପୋର୍ଟ ବା ଗେମ୍ରେ ଅଂଶଗ୍ରହଣ କରିବା। ଟେକ୍ ପାର୍ଟ ଅଂଶଗ୍ରହଣ କରିବା ନାଇଁ, ପ୍ରଥମ ମିନିଂ ଦେଲା ଟେକ୍ ପାର୍ଟ ଇନ୍ ସ୍ପୋର୍ଟସ୍ ଆଣ୍ଡ ଗେମ୍ସ, ସ୍ପୋର୍ଟସ୍ ଆଉ ଗେମ୍ରେ ଅଂଶଗ୍ରହଣ କରିବା। ଡବଲ ଆଇରେ ମିନିଂ ଦେଇଛି ମେକ୍ ସାଉଣ୍ଡ, କିଛି ଶବ୍ଦ ସୃଷ୍ଟି କରିବା, କିଛି ଶବ୍ଦ ବା ମ୍ୟୁଜିକ୍ ଯେଉଁଭଳି ଶବ୍ଦ କଥା କହିପାରିବା ଆମେ କିଛି ଶବ୍ଦ ସୃଷ୍ଟି କରିବା। ଟ୍ରିପଲ ଆଇରେ ମିନିଂ ଦେଇଛି କି ହାଭ୍ ପାର୍ଟ ଇନ୍ ପ୍ଲେ, ଅଂଶଗ୍ରହଣ ଅର୍ଥାତ୍ କୌଣସି ଡ୍ରାମା ବା ନାଟକରେ ଅଂଶଗ୍ରହଣ କରିବା। ଆଉ ଗୋଟେ ପାର୍ଟ ନେବା, ହାଭ୍ ପାର୍ଟ ଇନ୍ ପ୍ଲେ, କୌଣସି ଡ୍ରାମା ବା ନାଟକରେ ଆମେ ଅଂଶଗ୍ରହଣ କରିବା ବା କିଛି ରୋଲ୍ ବା ପାର୍ଟ କରିବା। ଆଇଭିରେ ମିନିଂ ଦେଇଛି ହ୍ୱେନ୍ ଚିଲଡ୍ରେନ୍ ହାଭ୍ ଫନ୍, ଯେତେବେଳେ କି ପିଲାମାନେ ମଜାମସ୍ତି କରନ୍ତି, ମଜାମସ୍ତି କରି ଖେଳନ୍ତି, ତାକୁ ମଧ୍ୟ ଗୋଟେ ମିନିଂ ସେ ମେନସନ୍ କରିଛି ଆଇଭିରେ। ଭିରେ ମିନିଂ ଦେଇଛି ହ୍ୱେନ୍ ଲାଇଟ୍ ମୁଭ୍ସ, ଯେତେବେଳେ ଆଲୋକ ପ୍ରତିଫଳିତ ହୁଏ ବା ମୁଭ୍ କରେ। ଯେ ଷ୍ଟୁଡେଣ୍ଟସ୍ ଇଏ ଥିଲା ୱାର୍ଡ଼ ପ୍ଲେର ପାଞ୍ଚଟି ଯାକ ମିନିଂ, ଆଇ ଟୁ ଭି ପର୍ଯ୍ୟନ୍ତ ପାଞ୍ଚଟି ୱାର୍ଡ଼ର ମିନିଂ ଆମେ ଦେଖିନେଲେ। ତାପରେ ଦେଖିବା ଆମେ ସେଣ୍ଟେନ୍ସ ଗୁଡ଼ିକ ଦେଇଛି ତାକୁ ଭଲ ବୁଝିବା ପାଇଁ ଚେଷ୍ଟା କରିବା। ଆଉ ସେଣ୍ଟେନ୍ସ ଗୁଡ଼ିକରେ ଏଇ ପ୍ଲେ ୱାର୍ଡ଼ର ଯେଉଁ ପାଞ୍ଚଟି ମିନିଂ ଦେଇଛି ପ୍ରତ୍ୟେକ ସେଣ୍ଟେନ୍ସରେ ଗୋଟିଏ ଗୋଟିଏ ମିନିଂ ମଧ୍ୟ ବ୍ୟବହାର କରାଯାଇଛି। ଆମେ ସେଠୁ ବୁଝି ସାରିଲା ପରେ ମ୍ୟାଚ୍ କରିବାରେ ବା ଡିକ୍ସନାରୀ ସ୍କିଲ୍ ଖୋଜିକି ବାହାର କରିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଆମେ ତ ବର୍ତ୍ତମାନ ମିନିଂ ଜାଣିଗଲେ ଯେ ଡିକ୍ସନାରୀ ୱାର୍ଡ଼ ପ୍ଲେର ପାଞ୍ଚଟି ମିନିଂ ରହିଥିଲା। ବର୍ତ୍ତମାନ ଦେଖିବା ପାଞ୍ଚଟି ସେଣ୍ଟେନ୍ସ ମଧ୍ୟ ଦିଆଯାଇଛି। ସେ ସେଣ୍ଟେନ୍ସ ଗୁଡ଼ିକରେ ଏମାନଙ୍କର ବ୍ୟବହାର ଅଛି କି, ଯଦି ଅଛି ତାହେଲେ କେମିତି ବ୍ୟବହାର କରାଯାଇଛି ତାକୁ ଆମେ ଦେଖିନେବା। ତାକୁ ଜାଣି ସାରିଲା ପରେ ଆମର ଆଉ ଏଠି କରିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ, ଆମେ ଅତି ସହଜରେ ଏଟିକି କରିପାରିବା। ଓକେ, ଏବେ ତ ଆମେ ଦେଖିନେବା ସେଣ୍ଟେନ୍ସ ପାଞ୍ଚଟି କ'ଣ ଦେଇଛି, ସେ ପାଞ୍ଚଟି ସେନ୍ସ ଅର୍ଥ ମଧ୍ୟ ବୁଝିବା ପାଇଁ ଚେଷ୍ଟା କରିବା। ଯଦି ସେଣ୍ଟେନ୍ସ ଗୁଡ଼ିକ ବୁଝିଗଲେ ନିଶ୍ଚିତ ଭାବରେ ମିନିଂ ଗୁଡ଼ାକ କ'ଣ ବ୍ୟବହାର କରାଯାଇଛି ବା କେମିତି ବ୍ୟବହାର କରାଯାଇଛି ଆମକୁ ଜାଣିବାରେ କିଛି ଅସୁବିଧା ହେବ ନାହିଁ। ଓକେ, ବର୍ତ୍ତମାନ ଆମେ ଦେଖିନେବା ଯେ ଏକ୍ଜାକ୍ଟଲି ସେଣ୍ଟେନ୍ସ ଗୁଡ଼ାକର ଅର୍ଥ କ'ଣ ଦେଇଛି ଆମେ ତାକୁ ଦେଖିନେବା ଟିକେ। ଦେଖିବା ସେଣ୍ଟେନ୍ସ ଗୁଡ଼ିକ ଯେଉଁ ଅର୍ଥ ବାହାର କରିବା, ପ୍ରଥମ ଦେଇଛି ଏରେ ଯେଉଁ ସେଣ୍ଟେନ୍ସ ଦେଇଛି ମୁନଲାଇଟ୍ ପ୍ଲେଡ୍ ଅନ୍ ଦ ସର୍ଫେସ୍, ଏର ଯେଉଁ ମିନିଂ ଦେଇଛି ମୁନଲାଇଟ୍ ପ୍ଲେଡ୍ ଅନ୍ ଦ ସର୍ଫେସ୍, ସର୍ଫେସ୍ ମାନେ ଗ୍ରାଉଣ୍ଡ ବା ଭୂମି ବୋଲି କହିପାରିବା। ମୁନଲାଇଟ୍ ଖେଳୁଛି, ଏପଟ ସେପଟ ହେଉଛି ମୁଭ୍ କରୁଛି ବୋଲି କହିପାରିବା ନାଇଁ କି। ଏଇଟା କୁହାଗଲା ଯେ ଚନ୍ଦ୍ର କିରଣଟି ବର୍ତ୍ତମାନ ସର୍ଫେସ୍ରେ ମୁଭ୍ କରୁଛି ବା ଖେଳୁଛି ଏଇଭଳି କହିପାରିବା। ଚନ୍ଦ୍ର ଆଲୋକଟି ଆକାଶ ତଳେ ବା ଗ୍ରାଉଣ୍ଡ ବୋଲି କୁହାଯାଉଛି, ତା ଉପରେ ଖେଳୁଛି ବା ମୁଭ୍ କରୁଛି ବୋଲି କହିପାରିବା। ତାହେଲେ ବିରେ ଯେଉଁ ସେଣ୍ଟେନ୍ସ ଦେଇଛି ତାର ସେଣ୍ଟେନ୍ସ ଅର୍ଥ ହେଉଛି ଦ ରୋଲ୍ ଅଫ୍ ଦ ମଦର ୱାଜ୍ ପ୍ଲେଡ୍ ବାଇ ନିରୁପମା ରାୟ, ନିରୁପମା ରାୟଙ୍କ ଦ୍ୱାରା ଗୋଟେ ମାଙ୍କର ରୋଲ୍ ନାଟକରେ କରାଗଲା। ଅର୍ଥାତ୍ ନିରୁପମା ରାୟ ଗୋଟେ ଡ୍ରାମାରେ ମା ରୋଲ୍ଟି କରିଛନ୍ତି ବା ମାର ଭୂମିକାଟି କଲେ। ଦେଖିନେବା ଆମେ ଏଠି ମଧ୍ୟ ଜାଣିଗଲେ ଯେ ଆର ସେଣ୍ଟେନ୍ସ ଅର୍ଥ ମଧ୍ୟ ଆସିଗଲା। ସିରେ ଦେଖିବା ଦ ଚିଲଡ୍ରେନ୍ ୱେର୍ ପ୍ଲେଇଂ ଫୁଟବଲ୍ ଇନ୍ ଦ ପାର୍କ, ଏଠି ଦେଖିଲେ ଯେ ପିଲାମାନେ ପଡ଼ିଆରେ ଖେଳୁଛନ୍ତି। ଦ ଚିଲଡ୍ରେନ୍ ୱେର୍ ପ୍ଲେଇଂ ଫୁଟବଲ୍ ଇନ୍ ଦ ପାର୍କ। ଡିର ଯେଉଁ ଦେଇଛି ସେଣ୍ଟେନ୍ସ ଦେଇଛି ଆଇ କ୍ୟାନ୍ ହିୟର୍ ଏ ରେଡ଼ିଓ ପ୍ଲେଇଂ ଇନ୍ ଦ ଫ୍ଲାଟ୍ ଏଭଭ୍, ଫ୍ଲାଟ୍ର ଉପର ଅଂଶରେ ଗୋଟେ ରେଡ଼ିଓ ବାଜୁଥିବାର ବା ଶବ୍ଦ ହେଉଥିବାର ସେ ଶୁଣିବାକୁ ପାଇଲେ ବୋଲି କହୁଛନ୍ତି। ଆଇ କ୍ୟାନ୍ ହିୟର୍, ମୁଁ ଶୁଣିପାରୁଛି ଯେ ଉପର ମହଲାରେ ଗୋଟିଏ ରେଡ଼ିଓ ବାଜୁଛି। ବର୍ତ୍ତମାନ ଇରେ ସେଣ୍ଟେନ୍ସ ରହିଥିଲା ଲିନା ଆଣ୍ଡ ରିନା ଆର୍ ପ୍ଲେଇଂ ହାପିଲି ଟୁଗେଦର, ରିନା ଆଣ୍ଡ ଲିନା ଏମାନେ ଖୁସିର ସହିତ
ଖେଳୁଛନ୍ତି ଗେମ୍ ଖେଳୁଛନ୍ତି ବା ପ୍ଲେ କରୁଛନ୍ତି ମେ ବି ଆକୁ ଆମେ ଫନ୍ ବା ମଜା ଅର୍ଥରେ ବୁଝାଯାଇପାରେ। ଆମେ ତ ଗୋଟେ ଦୃଷ୍ଟି କ୍ଲିଅର ହେଇଗଲେ। ଏବେ ଆମେ ଦେଖିନେବା ଯେ ଏକ୍ଜାକ୍ଟଲି କେଉଁ ସେଣ୍ଟେନ୍ସରେ କେଉଁ ୱାର୍ଡ଼ର ବା କେଉଁ ମିନିଂଟି ଠିକ୍ରେ ବ୍ୟବହାର କରାଯାଇଛି। ତାପରେ ଆମେ ମ୍ୟାଚ୍ କଲେ କୌଣସି ଅସୁବିଧା ହେବ ନାହିଁ। ଆମେ ଏଇଟା ଯଦି କନଫର୍ମ ହେଇଗଲେ ତାହେଲେ ଆମକୁ କୌଣସି ଅସୁବିଧା ହେବ ନାହିଁ ମ୍ୟାଚ୍ କରିବାରେ ବା କାହା ସହିତ କାହାକୁ ମ୍ୟାଚ୍ କରିବା କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଆମେ ବର୍ତ୍ତମାନ ଆଉ ଥରେ କନଫର୍ମ ହେଇଯିବା ଯେ ପ୍ରତ୍ୟେକ ସେଣ୍ଟେନ୍ସ ଗୁଡ଼ାକ ଯେଉଁ ବ୍ୟବହାର କରାଯାଇଛି ଦେଖିବା ଯେ ଏକ୍ଜାକ୍ଟଲି କାହା ସହିତ କାହା ମିନିଂକୁ ମ୍ୟାଚ୍ କରିକି ବ୍ୟବହାର କରାଯାଇଛି। ଆମେ ଆଉ ଥରେ ଯିବା। ହଁ, ଆଉ ଗୋଟେ ବଡ଼ କଥା ପିଲାମାନେ ତ ମୁଁ କହିବାକୁ ଭୁଲି ଯାଇଛି, ମୁଁ ଯେତେବେଳେ ଆମେ ୱାର୍ଡ଼ ମ୍ୟାଚିଂ କରୁଛେ ପ୍ରଥମ କଥା ଚେଷ୍ଟା ଯଦି ମିନିଂ ଜାଣିସାରିଛ ତାହେଲେ ସେଣ୍ଟେନ୍ସ ଗୁଡ଼ାକ ବୁଝିସାରିଛ ତାହେଲେ ମ୍ୟାଚ୍ କରିବାରେ କିଛି ଅସୁବିଧା ହେବ ନାହିଁ। କିନ୍ତୁ ଅନେକ ସମୟରେ ଦେଖାଯାଏ ପିଲାମାନେ ମିନିଂ ତ ବୁଝିଥାନ୍ତି କିନ୍ତୁ ସେଣ୍ଟେନ୍ସ ଗୁଡ଼ିକରେ ସେମାନଙ୍କର ବ୍ୟବହାରକୁ ଠିକ୍ରେ ବୁଝିପାରନ୍ତି ନାହିଁ, ଯେଉଁଥିପାଇଁ କି ଅନେକ ସମୟରେ ଦେଖାଯାଇଛି ଯେ ଡିକ୍ସନାରୀ କିଲ୍ଟି ବା ୱାର୍ଡ଼ ମ୍ୟାଚ୍ କଲାବେଳେ କୌଣସି ନା କୌଣସି ଭୁଲ ହେଇଛି, ପିଲାଙ୍କୁ ଠିକ୍ରେ ମାର୍କ ମିଳୁନି। ତ ପ୍ରଥମେ ଗୋଟେ ତ ଆଡ଼ଭାଇସ୍ କରିବି ଯେତେବେଳେ ଆମେ ମ୍ୟାଚ୍ କରିବାକୁ ଯାଉଛେ ପ୍ରଥମେ ସେଣ୍ଟେନ୍ସ ଗୁଡ଼ାକ ପଏଣ୍ଟ ଆଉଟ୍ କର। ସେଣ୍ଟେନ୍ସରେ ଯେଉଁ 5ଟି ମିନିଂ ବ୍ୟବହାର କରାଯାଇଛି 5ଟି ସେଣ୍ଟେନ୍ସକୁ 5ଟି ମିନିଂ ରହିଛି ତାକୁ ନିଶ୍ଚିତ ଭାବରେ କୌଣସି ନା କୌଣସି ସେଣ୍ଟେନ୍ସରେ କୌଣସି ଗୋଟେ ମିନିଂ ମଧ୍ୟ ମ୍ୟାଚ୍ କରୁଛି। ତ ତାକୁ ଆମେ ସେନ୍ସ ବାହାର ଯଦି କରିପାରିବା ତାହେଲେ ଆମକୁ ଡିକ୍ସନାରୀ ସ୍କିଲ୍ କରିବାରେ କିଛି ଅସୁବିଧା ହେବନି, ଆମେ ଠିକ୍ରେ ମ୍ୟାଚ୍ କରିପାରିବା। ବର୍ତ୍ତମାନ ପୁଣି ଆମେ ଯାଉଛେ ସେଣ୍ଟେନ୍ସ ପାର୍ଟକୁ ଦେଖିବା ସେଣ୍ଟେନ୍ସରୁ ବାହାର କରିବାକୁ ମିନିଂ ଯେ ଯେଉଁ ସେଣ୍ଟେନ୍ସରେ ଯେଉଁ ମିନିଂ ଗୁଡ଼ାକ ବ୍ୟବହାର କରାଯାଇଛି ତାର ମିନିଂ କାହା ସହିତ କିଏ ମ୍ୟାଚ୍ କରୁଛି। ପ୍ରଥମ ପୁଣି ଆଉ ଥରେ ଆମେ ଏକୁ ଯାଉଛେ। ମୁନଲାଇଟ୍ ପ୍ଲେଡ୍ ଅନ୍ ଦ ସର୍ଫେସ୍। ମୁନଲାଇଟ୍ ପ୍ଲେଡ୍ ଅନ୍ ଦ ସର୍ଫେସ୍। ସର୍ଫେସ୍ ବା ଗ୍ରାଉଣ୍ଡ ବା ଭୂମିରେ ମୁନଲାଇଟ୍ ପଡ଼ୁଛି ବା ଖେଳୁଛି ବୋଲି କହିପାରିବା। ତା ଅର୍ଥ ଆମେ ଦେଖିବା ମିନିଂ ଭିତରୁ ଏମିତି କିଛି ୱାର୍ଡ଼ ଅଛି କି ବା କିଛି ମିନିଂ ଅଛି କି ଯେଉଁଟାକି ଏଇଠି ପ୍ଲେର ଅର୍ଥ ମୁଭ୍ କରିବା ବା ଖେଳିବା ଅର୍ଥରେ ବ୍ୟବହାର କରାଯାଇଥିବ। ଏ ଯେଉଁ ପ୍ଲେଡ୍ ଅନ୍ ଦେଇଛି ଖେଳିବା ବା ମୁଭ୍ କରିବା, ଦେଖିବା ମିନିଂ ଭିତରୁ ସେମିତି କୌଣସି ୱାର୍ଡ଼ ଅଛି କି ଯାହାର ଅର୍ଥ ସେୟା ଆସୁଛି। ହଁ ଡିୟର ଷ୍ଟୁଡେଣ୍ଟ ଦେଖ ଗୋଟେ ଲାଇନ୍ ଅଛି ଏଇଠି ଆମର When light moves, ଯେତେବେଳେ ଆଲୋକ ମୁଭ୍ କରେ ବା ଗତି କରେ। ଏକ୍ଜାକ୍ଟଲି ତାହେଲେ ଆମେ ଜାଣିଗଲେ ଯେ କାହା ସହିତ କିଏ ମ୍ୟାଚ୍ କରୁଛି। ଆମେ ଗୋଟେ ଜାଣିଗଲେ ଏ ସହିତ ମୁନଲାଇଟ୍ ପ୍ଲେଡ୍ ଅନ୍ ଦ ସର୍ଫେସ୍, ଆଲୋକଟି ପ୍ରତିଫଳିତ ହେଉଛି ବା ଖେଳୁଛି ବା ମୁଭ୍ କରୁଛି। ତ ଭିରେ ଯେଉଁ ମିନିଂଟି ଦେଇଛି When light moves, ଯେତେବେଳେ ଆଲୋକ ପ୍ରତିଫଳିତ ହୁଏ ବା ମୁଭ୍ କରେ ବା ଗତି କରେ, ତାଠୁ ଆମେ ଜାଣିଗଲେ ଯେ ଏ ସହିତ ଭି ଆନ୍ସରଟି ମ୍ୟାଚ୍ କରିବ। ଆମେ କନଫର୍ମ ହେଇଗଲେ ଏ ସହିତ ଭି କୁ ମ୍ୟାଚ୍ କରିପାରିବା। ନେକ୍ସଟ ଦେଇଛି ସେକେଣ୍ଡ ଆମେ ବି ସେଣ୍ଟେନ୍ସକୁ ଆସିବା। ଦ ରୋଲ୍ ଅଫ୍ ଦ ମଦର ୱାଜ୍ ପ୍ଲେଡ୍ ବାୟ ନିରୁପମା ରାୟ। ନିରୁପମା ରାୟଙ୍କ ଦ୍ୱାରା ଡ୍ରାମାରେ ମଦରର ଗୋଟେ କ'ଣ ଯେଉଁଟା କହୁଛେ ଆମେ ଡ୍ରାମାରେ ଯାହାକୁ ପାର୍ଟ ବୋଲି କୁହାଯାଇଥାଏ ବା ଭୂମିକା ବୋଲି କୁହାଯାଏ, ନିରୁପମା ରାୟ ଗୋଟେ ଡ୍ରାମାରେ ମଦରର ଭୂମିକାଟି ବହନ କରିଛନ୍ତି। ପ୍ଲେ ମଦର ୱାଜ୍ ପ୍ଲେଡ୍ ଅର୍ଥାତ୍ ମାଙ୍କର ଭୂମିକାଟି ବହନ କରିଛନ୍ତି। ଦେଖିବା ବିର ଯେଉଁ ପ୍ଲେ ୱାର୍ଡ଼ଟା ଦେଇଛି ସେଠି କାହା ସହିତ ମ୍ୟାଚ୍ କରୁଛି। ହଁ ଏଠି ଗୋଟେ ଆମର ଯେଉଁଟା ରହିଛି ଯେଉଁଟାକି ଏକ୍ଜାକ୍ଟଲି ଟ୍ରିପଲ୍ ଆଇ ମିନିଟ୍ ଦେଇଛି ହାଭ୍ ପାର୍ଟ ଇନ୍ ଦ ପ୍ଲେ, ଡ୍ରାମାରେ ଅଂଶଗ୍ରହଣ କରିବା। ରାଇଟ୍, ଟ୍ରିପଲ୍ ଆଇର ମିନିଂ ତ ସେୟା ଅଛି, ତା ଅର୍ଥ ସେ ଦେଇଛି ହାଭ୍ ପାର୍ଟ ଇନ୍ ଦ ପ୍ଲେ, ଡ୍ରାମାରେ ଅଂଶଗ୍ରହଣ କରିବା ବା ଭୂମିକା ନେବା। ଏକ୍ଜାକ୍ଟଲି ତା ସହିତ ମିଶିଗଲା ଆମକୁ ଦ ରୋଲ୍ ଅଫ୍ ଦ ମଦର ୱାଜ୍ ପ୍ଲେଡ୍ ବାଇ ନିରୁପମା ରାୟ, ଅର୍ଥାତ୍ ବି ସହିତ ଆମେ ଟ୍ରିପଲ୍ ଆଇ କି ଆଡ୍ କରିପାରିବା ବା ମ୍ୟାଚ୍ କରିପାରିବା। ଏ ସହିତ ଭି କି ନେଲେ ବି ସହିତ ଟ୍ରିପଲ୍ ଆଇ କି ନେଇଛେ। ସି ସହିତ କିଏ ମ୍ୟାଚ୍ କରୁଛେ? ଦ ଚିଲଡ୍ରେନ୍ ୱାର୍ ପ୍ଲେଇଂ ଫୁଟବଲ୍ ଇନ୍ ଦ ପାର୍କ। ପିଲାମାନେ ପାର୍କରେ ଫୁଟବଲ ଖେଳୁଛନ୍ତି। ଏଇଟା ଖେଳ ସହିତ ମ୍ୟାଚ୍ କରାଯାଇଛି, ପ୍ଲେ ଫୁଟବଲ ବୋଲି କୁହାଯାଉଛି। ତା ଦେଖିବା ସେମିତି କିଛି ମିନିଂ। ହଁ ଆଇଜ୍ ମିନିଂ ଦେଇଛି ଟେକ୍ ପାର୍ଟ ଇନ୍ ସ୍ପୋର୍ଟସ୍ ଅର୍ ଗେମ୍ସ, ଗେମ୍ସ ବା ସ୍ପୋର୍ଟରେ ଭାଗ ନେବା। ପିଲାମାନେ ଗେମ୍ ବା ସ୍ପୋର୍ଟରେ ଭାଗ ନେଇଛନ୍ତି। ତା ଅର୍ଥ ସି ସହିତ ଆମେ ଆଇକୁ ମ୍ୟାଚ୍ କରିପାରିବା। ସି ସହିତ ଆଇକି ଆମେ ମ୍ୟାଚ୍ କଲେ କନଫର୍ମ ହେଇଗଲେ ସି ସହିତ ଆଇକି ଆମେ ମ୍ୟାଚ୍ କରିଛେ। ଠିକ୍ ସେଇଭଳି ଦେଖିବା ଡି ସେଣ୍ଟେନ୍ସର ମିନିଂ କ'ଣ ରହୁଛି ପ୍ଲେ ୱାର୍ଡ଼ର। ଆଇ କ୍ୟାନ୍ ହିୟର୍ ଏ ରେଡ଼ିଓ ପ୍ଲେଇଂ ଇନ୍ ଦ ଫ୍ଲାଟ୍ ଏବଭ୍। ଛାତର ଉପର ବା ଉପର ଛାତରେ ରେଡ଼ିଓ ବାଜିବାର ଶବ୍ଦ ସିଏ ଶୁଣୁଛନ୍ତି। ତାতে ଏକ ଶବ୍ଦ ବୋଲି କହିପାରିବା ନାଇଁ। ଯଦି ସେଇ ସେନ୍ସରେ ବୁଝିବା ତାହେଲେ ଡିର ମିନିଂକୁ ସପୋର୍ଟ କରୁଛନ୍ତି ଡବଲ୍ ଆଇ ମେକ୍ ସାଉଣ୍ଡ। ଡି ସହିତ
डबल आई को आम लिखिपर आम कनफर्म हो गले जो साउंड कथा कहगला सो डी सहित आम डबल आई की लिखिपर कनफर्म हो गले डी सहित डबल आई की लिखा बाकी रहीगला इ लीना एंड रीना आर प्लेइंग हैप्पीली टुगेदर ये जिनटा को आम कनफर्म हो गले जे फन मजा कर दीटा दी भौन में भी से माने मजा कर तो इ सहित गोटे जिनस बलिला कुआटी बली हम देखी नि गोटे जिनस बली सेटा हूँ कौन आई भी व्हेन चिल्ड्रेन हाव फन जिते बेले पिला माने फन बा मजा करती बा खुशी रे खेलती सो इ सहित आमे आई भी को मैच करूचे इ सहित आमे आई भी को मैच कले राइट इ सहित आमे आई भी को मैच करदे डियर स्टूडेंट्स ये थिला डिक्शनरी एंट्री मु सब मैच कर देची कन्फर्म मत कर देची मु देख केमती सेंटेंस रु मीनिंग गुड़िक बाहर करिछि आ से मीनिंग सहित मैच कर देची पुणी तुम बारंबार कहूँ जिते तुम डिक्शनरी स्किल करा चाहता प्रथम मीनिंग बुझा चेष्टा कर मीनिंग बुझी सारा पर सेंटेंस गुड़िक बुझा चेष्टा कर आ सेंटेंस रे को मीनिंग टी से वर्ड को मीनिंग अप्लाई कर जानीगला आमको वर्ड मैच कर कौन असुविधा हम ना कारण जदि आम सेंटेंस रु से वर्ड मीनिंग पाईगले जो 5टी मीनिंग देदेल आमको मैच कर कौन प्रकार असुविधा हम ना थैंक यू स्टूडेंट्स हम रिमाइंड कर जदि भिडियोटी भल लगुच सहज बुझी होती लाइक कमेंट शेयर करूँ बेल आइकन को निहाती क्लिक करूँ जमीक मुझे पठाऊा सब इंपोर्टाट वीडियो को तुम सहजरे पाइपर आउ सब बड़ कथा जदि जो आज पर्यटन मो चैनल को सब्सक्राइब करना प्लीज सब्सक्राइब माय चैनल एज सुन एज पॉसिबल जहाँद्वारा कि तुम समस्त वीडियो इंपोर्टाट वीडियो परीक्षा पाखे आसले इंपोर्टाट वीडियो सहजरे पाइपर थैंक यू डियर स्टूडेंट्स।